ଅମଠା ଗ୍ରାମଠାରେ ସିଲେଇ ଶିକ୍ଷାଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ଅମଠା ଗ୍ରାମଠାରେ ସିଲେଇ ଶିକ୍ଷାଦାନ ସହ ଅନେକ ପ୍ରକାରର କାର୍ଯ୍ୟ ଯେ କି ପ୍ଲମ୍ବର, ଇଲେକ୍ଟ୍ରିକାଲ, ଚାଷ ଏ ବିଷୟରେ COMର ଚେୟାରମ୍ୟାନ୍ ଅମିୟ କୁମାର ସାହୁ ଏ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ ଏବଂ ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ବିଶ୍ୱଜିତ ପ୍ରଧାନ ମଞ୍ଚ ପରିଚାଳନା କରି ଥିବାବେଳେ ମୁଖ୍ୟ ଅତିଥି ଭାବେ ଫରଙ୍ଗ ପଞ୍ଚାୟତ ସରପଞ୍ଚ ଶ୍ରୀ ମତିହୀରା ବତିହୋଇ ଏବଂ ସମିତି ସଭ୍ୟ ଶ୍ରୀମତୀ ଅପୂର୍ଣ୍ଣା ବାରିକ ଓ ଜନକଲ୍ୟାଣ ସାମ୍ବାଦିକ ସଂଘର ସଭାପତି ଶ୍ରୀଯୁକ୍ତ ରାମକୁମାର ସେନାପତି ତଥା ସରୋଜ କୁମାର ମୁଣ୍ଡ, କପୁରଚରଣ ସେଠିଆ ଭୋଳା ବିହାରୀ ଏ ସମସ୍ତଙ୍କ ଉପସ୍ଥିତିରେ ଶିକ୍ଷାଦାନର ଶୁଭ ଆରମ୍ଭ କରାଯାଇଥିଲା। ଏଠାରେ 40ରୁ 45 ଜଣ ମହିଳା ଉପସ୍ଥିତ ଥିଲେ। ଉକ୍ତ ମହିଳାମାନଙ୍କୁ ସ୍ୱାବଲମ୍ବୀ ହୋଇ କିପରି ନିଜେ କାର୍ଯ୍ୟ କରି ନିଜେ 2 ପଇସା ରୋଜଗାର କରିପାରିବେ ଏ ବିଷୟରେ କୁ ନେଇ 15 ଦିନରେ ସିଲେଇ ଶିକ୍ଷା କରିବା ପାଇଁ ପ୍ରବର୍ତ୍ତାଇଥିଲେ। OCMର ଚେୟାରମ୍ୟାନ୍ ଅମିୟ କୁମାର ସାହୁ। ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁରଚରଣ ସେଠିଆଙ୍କ ରିପୋର୍ଟ, ଜାଗ୍ରତ ଭାରତ ନ୍ୟୁଜ୍।